तो गाइज 12:45 आमर आरंभ है ये रोड रे जो एक्सीडेंट होता है से जीवार सेटा ये बेसी बैटर नुह 100 मीटर दूर हम ये कौन से कौन कौन है। हेलो भाई नमस्ते आशा कर वीडियोटा को फास्ट लाइक जाए देखिए समस्ते। तो किछि दिन पूर्व आपण जनक चैनल रे देखिथे कणास रोड रे स्पिरिट बाहर माने गोटे लोक ये 10 दिन तले ट्रैक्टर एक्सीडेंट रे मर जाता ट्रैक्टर उल्टी पड़ता से लोक स्पॉट डेथ हो जाता और से आसी वीडियो बनते कि से लोक रोड रे जावासिया कर आगे ठिया होची। तो सही वीडियोटा देखला परे आम आसु रियलिटी चेक करने एक्चुअली सेटा सतना मिछ क्या विषय कहती आप जापर ना नवा चाहूनी ना नहीं मो चैनल को मु अपवित्र करने चाहूनी। तो मुझे आपको गूगल टाइम देखी दूसरी टाइम केटा है कि भाई खोल लॉकटा ओके गूगल व्हाट टाइम राइट नाउ लाइट अप पकान हटे देखो मु रिफ्रेश मार्च आउथरे 12:46 लाइटा ऐप रो पकान देखा जीवन माने मोबाइल पर पकान रिफ्रेश मारली 12:46 हो गलानी टिके लेट हो गला तथा परफेक्ट टाइम यही टाइम रे ही बाहर थिला। तो आमे अछु एई लोकेशन ऊपर दि जण लिपू भाई और मु आमर गोटे प्रोब्लेम है आज बाइक रे तो ए रोड रे जीवु मो गोड़ खराब माने क्रिकेट खेली मो गोड़ मोड़ी जाइए मुझे चली भी पारनी फिर भी चलिकी भी गोटे थर देखू ये रोड रे कौन हो आज राति सारा माने 2-3टा पर्यंत आम बैक रे रोड रे जावासा करूँ कौन हो देखा आ लोकेशन चलन देखा जो एक्सीडेंट होता जो डेड बॉडी मिलता। ओके दिन में मुझे वीडियो बनई आ लोकों कथा आप शुणी थे से मुझे राति आसी सुनसान जगह भाई कहीं ना पूरा सुनसान कहीं होटेल भी लोक ना। चलो जी आरंभ करें वीडियो बेटू ट्रस्ट जान तो गाइज 12:45 आमर आरंभ है ये रोड रे जो एक्सीडेंट होता है से जीवार सेटा ये बेसी बैटर नुह 100 मीटर दूर हम ये कौन से पालभूत जो चाष जमी ठिया करते ना ये भारी भयंकर देखा देखिए ना हाँ से लाइटा पकई था आगु रोड को तक आउ टे ये कर एक्सीडेंट लोकेशन से आगु गोटे गछटा पकाओ से गछ जो लाइटा पड़ी लोकेशन ये लोकेशन यही गछ ये जो गछटा भांगी जाए ये गछ ये लोकेशन ये मुझे दिन से देखी आगु जाए गोटे राउंड मारिक आसा। बर्तमान गाइज राति 1 रे आम से लोकेशन रे जो लोकेशन रे तो देखी थे आप से वीडियो रे आ डर लगुच जो बेले से आप विश्वास करेंगे देख चैनल जो देखा कि गोटे बसी बोली से जिनटा है जिनटा दूर देखा कि गोटे बसी बोली आठी से जो चलिकी जो लोकटा ठिया कर कौन कौन है जगह
କ'ଣ ସାଉଣ୍ଡ? ମାନେ ଖେଇକିନା ଗୋଟେ ସାଉଣ୍ଡ ହେଲା। ଚାଲ ଦେଖିଲେ ଆଗରେ ଗୋଟେ ଲାଇଟ୍ ଜଳୁଛି। ଭାଇ ଡରନି ହେଲା। ଡର କିଛି ନାହିଁ, ସଡ଼ନ କ'ଣ ଖେଇକିନା ସାଉଣ୍ଡ ହେଲା ତ ମୋର ଏଇଟା କ'ଣଟା ରାସ୍ତାରେ କ୍ୟାପଚର ବି ହେଇଥିବ, ଯଦି ହେଇଥାଇପାରେ କି ଚଢ଼େଇ ପଢ଼େଇ ହେଇଥାଇପାରେ ବୋଧେ କ'ଣ ସେ ଯାହା ବି ହଉ ଆମର ଆଜି ଏକ୍ସପ୍ଲୋର କରିବାର ଅଛି, ପର୍ଦ୍ଦାଫାଶ କରିବା। ସେମାନେ ଆସିଥିଲେ 6 ଜଣ, ଆମେ ଆସିଛୁ 2 ଜଣ। ତାଙ୍କୁ ଆମେ 2 ଜଣ ଆସିଛୁ। ତ ଆପଣ ଜାଣିପାରୁଥିବେ ଡରଟା କେଉଁ ଭଳିଆ ଲାଗୁଥିବ। ଆଉ ଏପଟର ଲୋକ ମୋତେ ଜଣେଇଲେ ଭାଇ ଏମିତି ଏମିତି ହେଇଛି, ଆପଣ ସେଠି ଭିଡ଼ିଓ କରନ୍ତୁ, ଆଉ ଆମକୁ ଯିବାକୁ ଡର ଲାଗୁଛି ଏଇପଟେ ହେଲା। ତ ମୁଁ ଆସିଲି। ସେମାନେ 6 ଜଣ ଥିଲେ, କ୍ୟାମେରାରେ ଆପଣ ଦେଖିଥିବେ 5 ଜଣ, ଆଉ ଯେଉଁ ଲୋକଟା ଯାହାକୁ ଭୂତ କରି ଚଲାଉଥିଲେ ସେ ହେଲା 6 ଜଣ। ଓକେ, ତ 6 ଜଣ ଏ ଜାଗାରେ ଡର ଲାଗିବନି। ଆମେ 2 ଜଣ ଅଛୁ, ଆମକୁ କେଉଁ ଭଳିଆ ଲାଗୁଛି ସେଇଟା ଆପଣ ବିଲିଭ୍ କରିପାରିବେନି। ଡର ଲାଗିନଥାନ୍ତା, ସେ ଭିଡ଼ିଓରେ ସେଇଟା ଦେଖିଲା ପରେ ଡର ଲାଗୁଛି। ମୁଁ ଜାଣିଛି ଫେକ୍ ବୋଲି, ତଥାପି ମୋତେ ଡର ଲାଗୁଛି। ଆଉ ଯେଉଁ ଲୋକ ନାଖି ମଜିକି ବିଶ୍ୱାସ କରୁଛନ୍ତି, କିଛି ଲୋକଙ୍କୁ ତ ସତ ହିଁ ଲାଗିବ, ତ ସେମାନଙ୍କୁ କେମିତି ଲାଗୁଥିବ ଟିକେ ବିଶ୍ୱାସ କରନ୍ତୁ। ଆମେ ଟିକେ ଏଠି ଠିଆ ହେବା। ଆମେ ଏପଟ ସେପଟ ଏଇ ରୋଡ଼ରେ ଖାଲି ହେବ। ଆକ୍ଚୁଆଲି ଗାଇସ୍ ଗୋଟେ ରାଉଣ୍ଡ ମାରିକି ଆମେ ଆସିଲୁ ସେ ଆକ୍ସିଡେଣ୍ଟ ସ୍ପଟ୍ରୁ। ଆମ ମାଇଣ୍ଡରେ ଥିଲା କେବଳ ଆମେ ଜଲ୍ଦି କେମିତି ଏଇ ଜାଗାରୁ ଯିବୁ, କିନ୍ତୁ ଯେହେତୁ ଆମକୁ ଭିଡ଼ିଓ ବନେଇବାର ଅଛି, ଆମକୁ ଆଉ କେତେ ଥର ଏପଟେ ଯିବା ଆସିବା କରିବାକୁ ପଡ଼ିବ ସେଇଟା ଆମେ ଜାଣିନୁ। ରାତି 2ଟା 3ଟା ଭିତରେ ବୋଧେ 10 ଥର ଖଣ୍ଡେ ଯିବା ଆସିବା କରିବାକୁ ପଡ଼ିବ। ଭାଇ ଲୋକ ଏପଟେ ନୁହଁ, ମୁଁ ଦିନରେ ଆସିକି ପଚାରୁଥିଲି, ଲୋକ ସନ୍ଧ୍ୟା 7ଟା ହେଲେ ଏପଟକୁ ଆସୁନାହାନ୍ତି। ଆଉ ଯଦି ବି କିଏ ଏକୁଟିଆ ଗାଡ଼ି ନେଇକି ଆସୁଛି, ସେ ଛକ ପାଖରେ ଅପେକ୍ଷା କରୁଛି, ଆଉ ଟିକେ ଆସିଲେ ମିଶିକି ଆସୁଛନ୍ତି। ତ ଏଇଭଳିଆ ସିଚୁଏସନ୍। ଏସବୁ ଜିନିଷଟା ଠିକ୍ ନୁହେଁ। ଆକ୍ଚୁଆଲି ଯେଉଁଟା ରିଏଲିଟି ସେଇଟା ଦେଖେଇବା ଥିଲା। ଲୋକଙ୍କୁ ଗୋଟେ ଜାଗାଟା ପୁରା ଭୟାନକ କରିଦେଉଛ ନା। ଲୋକ ଭାବୁଛନ୍ତି ରିଏଲ୍ ବୋଲି ହେଲା, ରିଏଲ୍ ସେଇଟା ବୋଲି ଲୋକ ଭାବୁଛନ୍ତି। କାହିଁକିନା ଦେଖି ଆଜି ସେଇଭଳିଆ ରିଏଲ୍ ଭଳିଆ ଲୋକ ଭାବିବେ। ତ ଆମକୁ ତ ଯଦି ସେମାନେ 6 ଜଣ ଥାଇକି ତାଙ୍କୁ ଭୂତ ଦେଖାହେଲା, ଆମେ 2 ଜଣ ଥାଇ ଆମକୁ ବି ଦେଖାଯିବା କଥା ନା। ଆଉ ଆଜି ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା ଆଜି ତାର 10 ଆଜି ତାଙ୍କର ମାନେ 10 ଘର ଗୋଟେ ଅଛି। ଏ ଘରଟା ଦେଖିନଥିଲି ତମ ଭିଡ଼ିଓରେ। ସିଏ ଇଆଡ଼େ ଆସିନାହାନ୍ତି, ଇଆଡ଼େ ଆସିନାହାନ୍ତି, ଏପଟକୁ ଆସିନାହାନ୍ତି ନା। ଏପଟେ କେନାଲଟା। ତ ଗାଇସ୍ ଆମେ ଗୋଟେ ରାଉଣ୍ଡ ମାରିକି ଏପଟକୁ ଆସିଥିଲୁ, ପୁଣି ଏପଟୁ ସେପଟକୁ ଯିବୁ। ଟାଇମ୍ଟା ଦେଖେଇଦେବା। ସେକେଣ୍ଡ ରାଉଣ୍ଡ ଆମର ଟାଇମ୍ ଦେଖନ୍ତୁ, ରିଫ୍ରେଶ୍ ମାରିଦେବା। ଟାଇମ୍ ହେଲା 1:02 ଆମେ ସେପଟକୁ ଯିବୁ। ବର୍ତ୍ତମାନ ସେଠୁ ରିଟର୍ନ ଆସିଥିଲେ ଆପଣ ଦେଖିଥିଲେ। ବର୍ତ୍ତମାନ ଏଠୁ ପୁଣି ଆଉଥରେ ସେଇ ଜାଗା ଉପରକୁ ଯାଉଛୁ। ସେ ଜାଗାରେ ଆପଣ ପୁଣି ଏଥର ଆମେ ଠିଆ ହେବୁ। ସେ ଜାଗାରେ ଠିଆ ହେଇକି ଆପଣଙ୍କୁ ଦେଖେଇବୁ କ'ଣ ହେଉଛି କ'ଣ ନାହିଁ। ମ୍ୟାକ୍ସିମମ୍ ରହିବୁ ସେ ଜାଗାରେ ବି ଅଧଘଣ୍ଟା ତ ରହିବୁ, ପ୍ଲସ୍ ତା ବାଦ ବି ଆମେ 3-4 ରାଉଣ୍ଡ କଭର୍ ବି କରିବୁ। ଆଉଥରେ ଟୋଟାଲି ଆମେ 3ଟା ଯାଏଁ ରହିବା ନା କ'ଣ କହୁଛ? 3ଟା ଯାଏଁ ରହିବା, ଦେଖିବା କ'ଣ ହେଉଛି। ଜାଗା ତ ପୁରା ସୁନସାନ ଲାଗୁଛି ଦେଖିଦେଲେ। 3ଟା ଯାଏଁ ରହିବା। ଯାହା ବି ହେବ ଆମ ଉପରେ, ଯାହା ବି ରିକ୍ୱେଷ୍ଟ, ଆମେ ରିଏଲିଟିଟା କ'ଣ ଆକ୍ଚୁଆଲି ଆମେ ଦେଖେଇବୁ। ଆକ୍ଚୁଆଲି ଆଗ ପଛ ସବୁଆଡ଼େ ଅନ୍ଧାର ଅଛି। ଆଗ ପଛ ଲାଇଟ୍ ମାରିବାକୁ ପଡ଼ୁଥିବ। ଲାଇଟ୍ ହିଁ ନାହିଁ, ରୋଡ଼ କାମ ନାହିଁ। ତାପରେ ଯାହା ବି କିଛି ଅଛି ଲାଇଟ୍ ଟୋଟାଲ୍ ନାହିଁ। ଘର ବି ଗୋଟେ ଏଠି ହେଲା ଗୋଟେ 200 ମିଟର ଦୂରରେ ଗୋଟେ ଘର ରହୁଛି। ତ ଗାଇସ୍ ଏଇଟା ହେଲା ଆମର ସେକେଣ୍ଡ ରାଉଣ୍ଡ। ଆଉ ଥରେ ଆମେ ସେପଟ ଦେଇକି ଯାଉଛୁ ଯେଉଁଟା ଆରମ୍ଭ କରିଥିଲୁ। ଟାଇମ୍ ହେଲାଣି ରାତି 1+। ଓକେ, ଗଛ ଯୋଡ଼ି ଯାଉଛି। ଆରେ ବା, ଗଛରେ ଚଢ଼ି ଯାଉଛି, ଲୁଚିକି ଦେଖୁଛୁ କ'ଣ? ଆବେ ୟାର ତୁ କ'ଣ ଦେଖୁଛୁ ରେ କାହାକୁ?
ଇଏ ଭୂତ ଭଳିଆ ହଉଛି। ଯାଉନି ହଉ ଇଗ୍ନୋର ମାର ଚାଲ। ଇଏ ଆଉ ସେଇ ନୁହଁ ତ, କିଏ ଜାଣେ କିଏ ଜାଣିଲା। ଯାଉନି ବି। ସେଇ ମୋ ମନର ମଇନା ପାଇଁ ଆରେ କ'ଣ ଦେଖୁଛୁ ତୁ ଯାଉନୁ କିଛି ନାହିଁ କାହିଁ ଡରୁଛୁ ଆମକୁ କହିଲୁ। ଏଠି ପୁରା ଗୋଟେ ଶୋଇଛି ଭାଇ, ଏ ଦେଖ ନିଶ୍ଚୟ ହେଲା। ଏଇ ଗଛ ଉପରେ ବିଲେଇ ଶୋଉଛନ୍ତି, ଫାର୍ଷ୍ଟ ଟାଇମ୍ ଦେଖିଲି। ଆଉ ଉପରେ ଶୋଇନାହାନ୍ତି ତ? ନା 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 ସେ ଗୋଟେ ଦେଖନ୍ତୁ ଭାଇ, ସେ ଦୁଇଟା, ଏଇ ଗୋଟେ ବିଲେଇ ଶୋଇଛି ଗଛରେ, ଏଇ ଗୋଟେ ତଳେ ତା ଉପରୁ ଚଢ଼ି ଯାଉଛି। ବିଲେଇ ମାନେ ଗଛରେ ଶୁଅନ୍ତି, ମୁଁ ଫାର୍ଷ୍ଟ ଟାଇମ୍ ଜାଣିଲି। ହଉ ଚାଲ ଆଗକୁ ଚାଲ, ଫୋକସ୍ ଆମର। ଆସିଲା ବେଳକୁ ଦେଖିବା ଅଛନ୍ତି ନା ନାଇଁ ଦିଟା। ହେଲା ଆବେ ଲାଇଟ୍ଟା, ଗାଡ଼ି ଲାଇଟ୍ ଯେଉଁଠି ପାଉନି ସେଠିକି ଏଇଟା ପକାଅ। ଆଉ ଟିକେ ଇଏ କର, ଫୋକସ୍ କର, ତାକି ବହୁତ ଦୂରରୁ ଆମେ ଜାଣିପାରିବା ଯଥା କିଛି ଥିବ। ରହସ୍ୟଟା ଦେଖିଲା ଆଉ ବିଲେଇ ଯେମିତି ହେଉଛନ୍ତି, ବିଲେଇ ଡର ହେଇଥିବେ। ମାନେ ଗଛରେ ଶୋଉଛନ୍ତି ବିଲେଇ ରାତିରେ, ଦେଖିକି ଆଶ୍ଚର୍ଯ୍ୟ ଲାଗୁଛି। ଜଙ୍ଗଲି ବିଲେଇ। ଲୋକେସନ୍ ଅଲରେଡ଼ି ଆସିଗଲା ପାଖାପାଖି। ଏଇ ଗଛଟା, এইটা আক্চুয়ালি মেন লোকেশন। এই গাড়িটা রকি চল আসে। দেখো দেখো ভাই, ବାଟରେ କିନ୍ତୁ ବିଲୁଆ ଶୋଉଛନ୍ତି ଆସିକି। ମାନେ ରୋଡ଼ ଏତେ ନିଛାଟିଆ ଯେ ବିଲୁ ଆସିକି ରୋଡ଼ ମଝିରେ ଶୋଉଛନ୍ତି। 4 ଜଣ ଅଛନ୍ତି, ଗୋଡ଼ିଏ କାଳେ ପଳେଇବେ। ଆଉ ଗୋଟେ ଦୁଇଟା ଥାନ୍ତି ଗୋଟେ ପ୍ରକାର, 4-5ଟା, 4ଟା ଗୋଡ଼େ ବି ଯଦି କାମୁଡ଼ି ଦେବେ ପୁଣି ସରିଲା କଥା। ନାଲି ଗାମୁଛା ଯେଉଁ ନୁହଁ ସେମିତି ଲାଗିଲା। ଯେଉଁ ଦେଖ ମଝିରେ ଗୋଟେ ଗଛଟା ଅଛି, ଲାଇଟ୍ ଫାଇଟ୍ କିଛି ଲାଗିନି, ଇଏ ଟାଇପ୍ର। ତା ପାଖରେ ଗୋଟେ ଗଛଟା ଅଛି, ଲାଇଟ୍ ଟାଇପ୍ର ଲାଗିଯାଇଛି ନା ଷ୍ଟିକର ଟାଇପ୍ର ମରା ହେଇଛି। ବାସ୍ ସେଇଠିକି ନା ଗୋଟେ ନାଲି କ'ଣ ଗୋଟେ ଉଇଲା ଟାଇପ୍ର ଲାଗିଲା। ସେଥିପାଇଁ କହିଲି ଟିକେ ରହିଯାଅ। ଗାଇଜ୍, ମୁଁ ଲୋକେସନ୍ଟା ଆପଣ ଦେଖୁଛି, ଯେଉଁଠି ଆକ୍ସିଡେଣ୍ଟ ହେଇଥିଲା, ମୁଁ ଦିନ ବେଳେ ଯେଉଁଠି ଆସିକି ଭିଡ଼ିଓ ବନେଇ ଯାଇଥିଲି, ଏଇଟା ହେଉଛି ସେଇ ଲୋକେସନ୍। এই ଦେଖନ୍ତୁ, ଏଇଠି ଯେଉଁଠି ଖାଲ ହେଇଯାଇଛି ଦେଖୁଛନ୍ତି ତ। ଆଉ ଏତେ ଗଭୀର ଖାଲ, ତା ଭିତରେ ପଶିଲେ ଗୋଟେ ମଣିଷ ବୁଡ଼ିଯିବ, ଉଠିପାରିବନି, ଖାଲି ପଙ୍କ। ଏଇ ଗଛ ପାଖରେ ହିଁ ଆକ୍ସିଡେଣ୍ଟ ହେଇଥିଲା। ବର୍ତ୍ତମାନ ଟାଇମ୍ 1:40 ନା, ବୁଝୁଛନ୍ତି ତ। ଏଇ ରୋଡ଼ରେ ହିଁ ଆପଣଙ୍କୁ ଦେଖିବାକୁ ମିଳିଥିଲା ସେଦିନ, ସେ ଆଗରେ ଯେଉଁଠି ଲାଇଟ୍ଟା ପଡ଼ୁଛି, ଦେଖୁଛନ୍ତି। ଏପଟେ ସେପଟେ ଦୁଇ ପଟେ ଆମେ ଟିକେ ଦେଖିଦେଉଛୁ, କାହିଁକିନା ଏପଟେ ତ ଗାଁଟା, ଏଇଠୁ 200 ମିଟର ପରେ ଗାଁଟା। ଏପଟେ କିଛି ଡର ନାହିଁ, ଡର ହେଲା ସେଇପଟେ। ଆଉ ସବୁଠୁ ବଡ଼ ଡେଞ୍ଜରସ୍ ଜିନିଷ ହେଲା ଆମେ 2 ଜଣ ଠିଆ ହେଇଛୁ, ସେଇଟା ହିଁ ଡର ଲାଗୁଛି। ତ ଗାଇଜ୍, ଲୋକେସନ୍ରେ ଠିଆ ହେଇଛୁ ବର୍ତ୍ତମାନ। ଆମକୁ ଡର ଲାଗୁଛି ପୁରା ଅଲଗା ପ୍ରକାର ହେଲା। ପୁରା ଆକ୍ସିଡେଣ୍ଟ ସ୍ପଟ୍ ଉପରେ ରାତି 1:45ରେ ଠିଆ ହେଇଛୁ। ପବନ ବହୁତ ଜୋର ହେଉଛି। ତ ଗାଇଜ୍, ରାତି 2ଟା ବର୍ତ୍ତମାନ।
ସେଇ ଜାଗାରେ ଆମେ ଠିଆ ହେଇଛୁ ଯେଉଁ ଜାଗାରେ 6 ଜଣଙ୍କର ଫାଟିଥିଲା। ଆମେ ଆଜି 2 ଜଣ ଏଠି ରାତି ବିତେଇଲୁ। ରାତି 2ଟା ହେଇଗଲା। ଦେଖନ୍ତୁ ମୁଁ ବସି ପଡ଼ିଛି ସେଇ ଲୋକେସନଟା। ଆଉ ଏଇ ଜାଗାରେ ମୁଁ EMI ମିଟର ଅନ୍ କରିନି ଏଥିପାଇଁ, ଉପରେ ଦେଖନ୍ତୁ ଇଲେକ୍ଟ୍ରିକ୍ ତାର ଯାଇଛି। ଦେଖେଇ ଦିଅନ୍ତୁ, ଇଲେକ୍ଟ୍ରିକ୍ ତାର ଯାଇଛି। ଏଠି EMI ମିଟର 100% ଜଳିବ, କିଛି ଥାଉ କି ନଥାଉ। ତ ସେଥିପାଇଁ EMI ମିଟର ମୁଁ ଲଗଉନି। ଆଉ ଏ ରାସ୍ତାରେ ଆମେ ପାଖାପାଖି 4 ଥର ଯିବା ଆସିବା କରିସାରିଲୁଣି, ଏମିତି କିଛି ଦେଖିନି। ରାତି 2ଟା ହେଇଗଲାଣି, ସେମିତି ଏଯାଏଁ ବି କିଛି ଦେଖିନି। ଆଉ ଘଣ୍ଟାଟା ଆମେ ଏଠି ୱେଟ୍ କରିବୁ। କୋଉ କୋଉ କ'ଣ ଗୋଟେ ହେଲା। ତ ଗାଇଜ୍ ରାତି 3ଟା ଯାଏଁ ଆମେ ବୁଲିଲୁ ସେ ଜାଗାରେ। 4-5 ଥର ଏପଟ ସେପଟ ହେଲୁ ବାଇକ୍ରେ, ଆଉ ଗୋଟେ ଥର ଚାଲିକି ବି ବୁଲିଲୁ। ଆଉ ସେ ଯେ ପ୍ରପର୍ ସେଇ ଲୋକେସନରେ ଆମେ 10-15 ମିନିଟ୍ ୱେଟ୍ କଲୁ, ସେଇଠି ଠିଆ ହେଇକି ଦେଖିଲୁ। ସେମିତି କିଛି ଦେଖିଲୁନୁ। ଇଭେନ୍ ଲୋକମାନେ ବି ରାତିରେ ସେପଟେ ଗୋଟେ ଗୋଟେ ଗାଡ଼ି ଯିବା ଆସିବା କରୁଥାଏ। ମୁଁ ଆପଣଙ୍କୁ ଷ୍ଟାର୍ଟିଂରୁ କହିଥିଲି ଏସବୁ ମିଛ ବୋଲି। ସେମାନେ ଜଣକୁ ଠିଆ କରିକି ଏମିତି କରୁଛନ୍ତି, ଆଉ ସେଇଟା ସତ କଥା ବି। ଆପଣମାନଙ୍କୁ ଲାଗୁନି, କିନ୍ତୁ ମୁଁ 100% ସିଓର୍, ଆଗରୁ ବି ସିଓର୍ ଥିଲି। ଏଇଟା ଆପଣମାନଙ୍କୁ ପ୍ରୁଫ୍ ଦେଖିବା ପାଇଁ ଭିଡ଼ିଓଟା ବନେଇଲି। ସେମିତି କିଛି ନଥାଏ, ସେମାନଙ୍କର ପ୍ରତ୍ୟେକ କଥାରେ ମିଛ। ଆଉ ପ୍ରତ୍ୟେକ ଦେହର ଯେଉଁ ବ୍ଲଡ଼ ଯେଉଁ ନାହିଁ, ପ୍ରତି ବୁନ୍ଦାରେ ମିଛ। ଯଦି ସେମାନେ ଚାଲିକି ଯାଉଥିବେ, ଆପଣଙ୍କ ଦେହରେ ତାଙ୍କ ପବନ ମାଡ଼ ହେବ, ଆପଣ ବି ମିଛ କହିବା ଷ୍ଟାର୍ଟ କରିଦେବେ। ତ ଏଇ ଟାଇପ୍ର ମିଛ। ତ ମୁଁ କହିବି, ଲୋକ ମରିଥିଲା ସତ କଥା, କିନ୍ତୁ ଲୋକ ମରିଲା ପରେ ଏମିତି ରୋଡ଼ ଉପରେ ଆସିକି ଠିଆ ହେଇ ପଡ଼ିବ, ଡାଇରେକ୍ଟ ଆପଣ ଆଖିରେ ଦେଖିପାରିବେ। ସେଇଟା ଗୋଟେ କ'ଣ, ଗୋଟେ ସ୍ପିରିଟ୍। ଆଉ ସେ ଏମିତି ଆସିକି ଆଗରେ କେବେ ଠିଆ ହେଇନି, ଇତିହାସରେ ଏମିତି କେବେ ନଥିଲା କି ଆଗକୁ କେବେ ହେବାର ନାହିଁ। ତ ଏମିତିଆ ଘଟଣା ସବୁ ମିଛ କଥା। ଆଉ ଲୋକମାନଙ୍କୁ, ଯଦି ସେଇ ଏରିଆ ଲୋକ ଆପଣ ଦେଖୁଛନ୍ତି ମୋ ଭିଡ଼ିଓ, ତାହେଲେ ଲୋକମାନଙ୍କୁ ସେୟାର କରନ୍ତୁ, ତାକି ଲୋକମାନଙ୍କ ମନରେ ଯେଉଁ ଭାବନା ଅଛି, ସେପଟେ ଯିଏ ଯାଉଛି ଯିଏ ଯାଉଛି ଆଗରେ ଠିଆ ହେଇ ପଡ଼ୁଛି ଆଉ ଡରଉଛି, ତ ସେମିତି କିଛି ନାହିଁ। ଆମେ 2 ଜଣ ଦେଖିଲୁ ସେଇ ଜାଗାରେ ଠିଆ ହେଇକି, ସେମିତି କିଛି ନଥିଲା। ଆଉ ସେମାନେ 6 ଜଣଙ୍କର ଫାଟିଥିଲା। ତ ଭାବନ୍ତୁ, 2 ଜଣ ଯଦି ଆମେ ଯାଇପାରୁଛୁ, ତାହେଲେ ଆରାମସେ ଆପଣ ବି ଯାଇପାରିବେ। ଆଉ ସେପଟେ ସିଙ୍ଗିଲ୍ ବି ଲୋକ ଯିବା ଆସିବା କରୁଥିଲେ, ଆମେ ଦେଖିଛୁ ରାତି 1-2ଟାରେ ବି। ତ ଭିଡ଼ିଓକୁ ସେୟାର କରନ୍ତୁ, ଲୋକମାନଙ୍କ ମନରେ ଏସବୁ ମିଛ ଭାବନା ବାହାର କରନ୍ତୁ, ଆଉ ଭିଡ଼ିଓକୁ ଲାଇକ୍ କରନ୍ତୁ। ଦେଖା ହେବା ଆଉ ଗୋଟେ ଭିଡ଼ିଓରେ। ଲଭ୍ ୟୁ ଅଲ୍।